ओम नमो भगवते वासुदेवाय। ओम शान्ताकारं भुजगशयनं पद्मनाभं सुरेशं विश्वतारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिभिर्ध्यानगम्यं वन्दे विष्णु भवभयहरं सर्वलोकैकनाथं। नमस्कार। आज आम ओडिया श्रीमद् भागवतर दशम स्कंध गोपलीलार द्वादश अध्याय पाठ करिबा। कृष्ण चरणे देई मन कहन्ति व्यासंक नंदन। शुक उवाच शुण परीक्ष महीपाल गोपरे शुभिला चहल। भाजिण बेनी वृक्ष पड़ी शुभिला मेघ घड़घड़ी। भूमिकंपई थरहर गोपाल होइले बाहार। बोइले एकुआरे चाही एकी शबद काहू होई। निर्घात शुभिला त गोल गगने नाही मेघमाल। काहू ए शबद शुभिला जानिले अर्जुन भाजिला। तक्षणे मिलिले सकळे जामळा अर्जुनर तळे। बोलंती भाजिला केमंत पवन नाही बळवंत। शस्त्रे छेदिला नाही केही भितरे मंज केला नाही। किंबा पडिला मही तळे बेनी अर्जुन एका बेळे। डाळ देखन्ते एक एक देखिले पडिछि बाळक। चकित होई कले कोळ बंधन होइअछि रोळ। के नारी कला एड़े कर्म चिन्हिले ଯଶୋଦା ନନ୍ଦନ। ବାଳକେ ବୃକ୍ଷ ମୂଳେ ଥିଲେ ଗୋପାଳ ମାନଙ୍କୁ କହିଲେ। ଯଶୋଦା ରୋଳେ ବାନ୍ଧି ଗଲା ତଳେ ତା ସୁତ କାନ୍ଦୁଥିଲା। ବେନି ବୃକ୍ଷର ମଧ୍ୟେ ପଶି ରୋଳ ସେ ଟାଣିଲା ଆକର୍ଷି। ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗି ଏହାର ଦେହ ଯହୁଁ ଲାଗି। ବେନି ପୁରୁଷେ ଏହି ବୃକ୍ଷେ ବାହାର ହୋଇଲେ ପ୍ରତ୍ୟକ୍ଷ। ତେଜେ ଗଞ୍ଜନ୍ତି ନିଶାକର ଏହାର ପାଦେ ଦେଇ ଶିର। କିକି ବୋଇଲେ ତା ନ ଜାଣି ଉତ୍ତରେ ଗଲେ ଏହି କ୍ଷଣି। ଶୁଣି ହସିଲେ ଗୋପ ଲୋକେ ବୋଲନ୍ତି ଏକକୁ ଆରକେ। ବାଳ ବଚନ କାହିଁ ସତ୍ୟ ମାୟା ମୋହିଲେ ଗୋପୀନାଥ। ବନ୍ଧନ କଟି ଭାଙ୍ଗୁ ଫେଇ ନନ୍ଦର କୋଳେ ଦେଲେ ନେଇ। ଶୁଣି ମିଳିଲେ ନନ୍ଦ ନାରୀ କୃଷ୍ଣଙ୍କୁ ଆଣ କୋଳ କରି। ଗ୍ରହ ଶଙ୍କିତେ ବ୍ରଜବାଳୀ କୃଷ୍ଣଙ୍କୁ କଲେ ନିଓ ଛାଡ଼ି। ଆନନ୍ଦ କଲେ ଗୀତ ଗାଇ କୃଷ୍ଣ ନାଚନ୍ତି ତାଳି ଦେଇ। ଗୋପୀ ବୋଲନ୍ତି କୃଷ୍ଣ ଶୁଣ ଘର ଭିତରୁ ଆଣ ମାଣ। ପାଣ୍ଡୋଇ କଠାଉ ମଶୁଣି ଆଣ ତୁ ଦୁଧର ଦୁହୁଣି। ଶୁଣି ଗୋବିନ୍ଦ ଘରେ ଯାଇ ଆଣନ୍ତି କନ୍ଧେ ଶିରେ ବହି। ଥୋଇ କରନ୍ତି କଉତୁକ ଆହୁରି ଆଣି ବଇଁ ଦେଖ। ଭକତ ଜନଙ୍କୁ ସୁଫଳ ଗୋପେ ଦେଖନ୍ତି ନନ୍ଦ ବାଳ। ଭକତ ଜନେ ଦିଅନ୍ତି ଦେଖା ଗୋପେ ଅଇଲା କୋଳି ବିକା। ଡାକଇ କୋଳି କୋଳି ବାଣୀ କୃଷ୍ଣ ଧାଇଁଲେ ତାହା ଶୁଣି। ବସନ ନାହିଁ କଟି ଭାଗେ ମିଳିଲେ ଧାନ ରାଣୀ ଲାଗେ। ଧାନ ଆଞ୍ଜୋଳି ପେଟେ ଦେଇ ବେଗେ ଧାଇଁଲେ ଭାବଗ୍ରାହୀ। ମିଳିଲେ କୋଳି ବିକା ଲାଗେ ମାଣ ପାତିଲା ଦେଖି ବେଗେ। କୃଷ୍ଣର ଦୃଷ୍ଟି ଅଛି ଫଳେ ଧାନ ପଡ଼ିଲା ସବୁ ତଳେ। ତକ୍ଷଣେ ଝାଡ଼ି ବେନି କର ଆଞ୍ଜୋଳି କଲେ ଦାମୋଦର। କର ପୂରଇ ଦେଲା ଫଳ ବୋଲନ୍ତି ପ୍ରଭୁ ଚକ୍ରଧର। ଭାଣ୍ଡେ ତ ଅଛି କେତେ କୋଳି ଟେକି ଚାହିଁଲେ ବନମାଳୀ। ରତ୍ନ ହୋଇଲା ତତ୍କ୍ଷଣ ଘରେ ମିଳିଲେ ନାରାୟଣ। ଏବେ ହୋ ଶୁଣ ନରନାଥ କୃଷ୍ଣର ବାଳକ ଚରିତ। ଗୋକୁଳ ମଧ୍ୟେ ଏକ ନଦୀ ବହଇ ବୃନ୍ଦାବନ ଭେଦି। ସେ ନଦୀ ତୀରେ ଏକ ଦିନେ ରାମ ଗୋବିନ୍ଦ ତୋଷ ମନେ। ଖେଳନ୍ତି ନାନା କୁତୁହଳେ ଗୋପ ବାଳକ ଗଣ ମେଳେ। ଉଛୁର ଦେଖିଣ ରୋହିଣୀ ଚଞ୍ଚଳ ଗଲେ ପୁତ୍ରେ ଆଣି। ଡାକନ୍ତି ମଧୁର ବଚନେ ଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ। କୋପେ ରୋହିଣୀ ବାହୁଡ଼ିଲା ଯଶୋଦା ଛାମୁରେ କହିଲା। ଶୁଣି ଯଶୋଦା ଗଲା ଖରେ କୃଷ୍ଣ ଦେଖିଲା ନଦୀ ତୀରେ। ପୁତ୍ରର ସ୍ନେହ ମାୟା ମୋହେ ସ୍ତନ ଯୁଗଳୁ କ୍ଷୀର। କୃଷ୍ଣ କମଳ ମୁଖ ଚାହିଁ ଡାକଇ ଅଙ୍ଗୁଳି ଦେଖାଇ। ଆସୋମ ତାତ ପିୟ ସ୍ତନ୍ୟ ଶ୍ରମେ ଆକୁଳ ତୋ ବଦନ। ଭୋଜନ ହୋଇଲା ଉଛୁର ଆସ ତୁ ବେଗେ ଯିବା ଘର। ହେ ରାମ ଆସ କୃଷ୍ଣ ଘେନି
ବହୁତ ଦେବଇଁ ଲବଣୀ। ପିତା ଭୋଜନ ବେଳ ହୋଇ, ସଙ୍ଗେ ଭୁଞ୍ଜିବ ବେନି ଭାଇ। ବାଳକେ ଯାନ୍ତି ଯେଝା ଘର, ବେଳ ଯେ ହେଉଛି ଉଛୁର। ଦେହ ତ ଧୂଳିରେ ଧୂସର, ଜନ୍ମ ନକ୍ଷତ୍ର ଆଜ ତୋର। ଅରିଷ୍ଟ ଖଣ୍ଡନେ ତୋହର, ବିପ୍ରଙ୍କୁ ଗୋରୁ ଦାନ କର। ଦେଖ ବାଳକେ ତୋର ସଙ୍ଗେ, ବିବିଧ ଅଳଙ୍କାର ଅଙ୍ଗେ। ସ୍ନାନ ଭୋଜନ ଆସି କର, ଦେବଇଁ ନାନା ଅଳଙ୍କାର। ଏମନ୍ତ ବୋଲି ନନ୍ଦରାଣୀ, କରେ ଧରିଲେ ଚକ୍ରପାଣି। ରାମଙ୍କୁ କାଖରେ ବସାଇ, ଘରେ ମିଳିଲେ ଦେବୀ ଯାଇ। କରାଇ ସ୍ନାହାନ ଭୋଜନ, ରଞ୍ଜିଲେ ରାମକୃଷ୍ଣ ମନ। ଭୋଜନ ସାରି ଆଚମନ, ଆନନ୍ଦେ କରାଇ ଶୟନ। ବିପ୍ରଙ୍କୁ ଆଣି ସେ ଡକାଇ, ତାହାଙ୍କୁ ଗୋରୁ ଦାନ ଦେଇ। ଅସ୍ତ ହୋଇଲେ ଦିନକର, ଗୋପାଳେ କରନ୍ତି ବିଚାର। ଏକ ଆରକେ ଅବହେଳେ, ନନ୍ଦର ଦ୍ୱାରେ ମେଳ ହେଲେ। ବସିଲେ ନନ୍ଦ ଉପନନ୍ଦ, ମଧ୍ୟେ ଅନନ୍ତ ଆଦି କନ୍ଦ। ଗୋପାଳେ କରନ୍ତି ବିଚାର, ଶୁଭ ନ ଦିଶେ ଗୋପପୁର। କହ କି କରିବା ଉପାୟ, ପୁତ୍ରଙ୍କୁ ଉପୁଜିଲା ଭୟ। ଶୁଣି ଉଠିଲେ ଉପନନ୍ଦ, ଯାହାର ଜୀବନ ଗୋବିନ୍ଦ। ଜ୍ଞାନ ବୟସେ ବୃଦ୍ଧପଣ, ଗୋପଙ୍କୁ କହଇ କାରଣ। ଶିରେ ନିବେଶିବେନି କର, ସଭଏ କହଇ ଉତ୍ତର। ଚାଲ ନଥିବା ଗୋପପୁରେ, ଘର କରିବା ଆନ ଠାରେ। ଅନେକ ପଡ଼ିଲା ପ୍ରମାଦ, ପୁତ୍ରେ ତ ଆମ୍ଭର ସମ୍ପଦ। ଦେଖ ଯଶୋଦା ପୁତ୍ର ସଙ୍ଗେ, ଆମ୍ଭ ବାଳକେ ନାଶ ଯିବେ। ଅଳପ ଦିନେ ମହାଭୟେ, ଆପଦ ପଡ଼ିଲା ଥୋକାଏ। ତୋର ପୁତ୍ରକୁ ଦେଖ ନନ୍ଦ, କେତେ ନ ପଡ଼ିଲା ପ୍ରମାଦ। ପୂତନା ମୁଖୁ ଅଛି ତରି, ଶୂନ୍ୟେ ଦଇତ୍ୟ ନେଲା ହରି। ସକଟ ଉପରେ ପଡ଼ିଲା, ସେବେଳେ ଗୋବିନ୍ଦ ରଖିଲା। ଏବେ ତରିଲା ପରମାଦୁ, ଯାମଳା ଅର୍ଜୁନ ଆପଦୁ। ଚାଲ ନଥିବା ଏ ନଗର, ନାଶ ନ ହେଉ ଗୋପପୁର। ଯଶୋଦା ଯେବେ ନ ଛାଡ଼ିବ, ଏକା ପୁତ୍ରକୁ ନ ପାଇବ। ଚାଲ ଆପଦ ନୋହୁ ଯିବା, ତେବେ ସେ ପୁତ୍ରଙ୍କୁ ପାଇବା। ସକଳେ ଦୃଢ଼ କର ମନେ, ଘର କରିବା ବୃନ୍ଦାବନେ। ବହୁତ ଫଳ କନ୍ଦମୂଳ, ନିର୍ମଳ ଯମୁନାର ଜଳ। ପର୍ବତ ନାମେ ଗୋବର୍ଦ୍ଧନ, ଗୋରୁଙ୍କୁ ଅଛି ଜଳ ତୃଣ। ଗୋପୀ ଗୋପାଳ ତୋଷ ହେବେ, ବହୁତ କ୍ଷୀର ଗାଈ ଦେବେ। କାଲି ପ୍ରଭାତୁ ହୁଅ ସଜ, ଭାର ସକଟ ବେଗେ ସାଜ। ଗୋଧନ ଚଳି ଯାନ୍ତି ବେଗେ, ଗୋପ ବାଳକେ ଘେନି ସଙ୍ଗେ। ସୁଖେ ରହିବା ବୃନ୍ଦାବନେ, କିଛି ନ ଭାଳ ତୁମ୍ଭେ ମନେ। ଶୁଣି ମଣିଲେ ଗୋପ ହିତ, ନିଜ ଭୁବନେ ଉପଗତ। ଯେଝାରେ ଘେନିଣ ସମ୍ପଦ, ଯାନ୍ତେ କରନ୍ତି ସିଙ୍ଗାନାଦ। ନନ୍ଦ ଯଶୋଦା ଏକ ମେଳେ, ରୋହିଣୀ ସୁତ ଘେନି କୋଳେ। ପାଶେ ଚଳନ୍ତି ଗୋପୀନାଥ, ଗାବନ୍ତି ନାନା ରଙ୍ଗେ ଗୀତ। ସକଟ ମାନ ଯାନ୍ତେ ଖର, ଧୂଳିରେ ଛିନ୍ନ ଦିବାକର। ମିଳିଲେ ବୃନ୍ଦାବନେ ଯାଇ, କୃଷ୍ଣ ଚରିତ ଗୀତ ଗାଇ। ଗୋପାଳେ ଧନୁଶର ଘେନି, ନାନା ଶବଦେ ବେଣୁଧ୍ୱନି। ଯାଇ ହୋଇଲେ ବୃନ୍ଦାବନ, ଆନନ୍ଦ ଗୋପୀଙ୍କର ମନ। ଯେ ବନେ ବିଜେ ଗୋପୀନାଥ, ସର୍ବଦା ବହଇ ବସନ୍ତ। ସୀମା ଆବୋରି ଗୋପପୁର, ଯେଝାରେ ତୋଳିଲେ ମନ୍ଦିର। ଗ୍ରାମର ମଧ୍ୟେ ନନ୍ଦ ଘର, ଯହିଁ ବିଜୟ ଦାମୋଦର। କୃଷ୍ଣ ଦେଖିଲେ ଗୋବର୍ଦ୍ଧନ, ଯମୁନା ନଦୀ ବୃନ୍ଦାବନ। ଦେଶାଖି ନଦ ବେନି ଭାଇ, ବୋଲନ୍ତି ନନ୍ଦୁକୁ ବସାଇ। ଯେତେ ଅଛନ୍ତି ବତ୍ସା ଘରେ, ଆମ୍ଭେ ରଖିବୁ ନଦୀ ତୀରେ। ଭୋତା ତ ନାହିଁ ତୁ ନ କର, ବତ୍ସା ରଖିବୁ ଆମ୍ଭେ ତୋର। ନନ୍ଦ ବୋଇଲେ ତୋଷ ହୋଇ, କାଲିହୁଁ ବତ୍ସା ରଖ ନେଇ। ପିତାର ବଚନେ ମୁରାରି, ସାନନ୍ଦେ ଚରାନ୍ତି ବାଛୁରୀ। ଗ୍ରାମ ନିକଟେ ଥାନ୍ତି ନିତେ, ବନେ ନ ଯାନ୍ତି ଭୟ ଚିତ୍ତେ। ବ୍ୟାଘ୍ର ଭଲ୍ଲୁକ ସିଂହ ତ୍ରାସେ, ବତ୍ସା ଚରାନ୍ତି ଗ୍ରାମ ପାଶେ। ଗୋପାଳ ପୋଏ ଥାନ୍ତି ସଙ୍ଗେ, ଖେଳନ୍ତି ନାନା ରସ ରଙ୍ଗେ। କ୍ଷଣ କ୍ଷଣକେ ବେଣୁନାଦ,
କେ କହୁ କୃଷ୍ଣର ଆନନ୍ଦ। ଏକ ଆରକେ ଭୁଜ ଧରି ଯୁଝନ୍ତି ବାହାନାଦ କରି। ବେଲ ଅଁଏଳା କଣ୍ଟା ଫଳେ ତୋଳି ଆଣନ୍ତି ବୃକ୍ଷୁ ବାଳେ। ଏକ ଆରକେ ମରାମରି ସାକ୍ଷୀ କରାନ୍ତି ରାମ ହରି। ନାନା ପକ୍ଷୀଙ୍କ ନାଦ ଶୁଣି ପୋଏ ନାଚନ୍ତି ତାହା ଶୁଣି। ଦିନେ ଯମୁନା ତୀରେ ହରି ଆନନ୍ଦେ ଚରାନ୍ତି ବାଛୁରୀ। କଂସ ଆଦେଶେ ବତ୍ସାସୁର ଆସି ମିଳିଲା ଧାତିକାର। କୃଷ୍ଣର ମୁଖକୁ ଚାହିଁଲା ବାଛୁରୀ ରୂପକୁ ଧଇଲା। ବତ୍ସା ଗହଳେ ଗଲା ପଶି ରାମଙ୍କୁ ଦେଖାନ୍ତି ଶ୍ରୀବତ୍ସୀ। ଦେଖ ଦଇତ୍ୟ ବତ୍ସା ପାଶେ ଆମ୍ଭଙ୍କୁ ମାରିବାର ଆସେ। ମାୟା ବାଛୁରୀ ରୂପ ହୋଇ କହି ହସନ୍ତି ଭାବଗ୍ରାହୀ। ଅସୁର ବିଚାରଇ ମନେ କୃଷ୍ଣଙ୍କୁ ମାରିବି କେଶନେ। ନିକଟେ ମିଳିଲେ ମୋହର ପାଦେ କରିବି ସତେ ଚୂର। ତାହା ଜାଣିଲେ ନାରାୟଣ ମୋହିଲେ କୁମାରଙ୍କ ମନ। କଇଥ ଗଛ ଦେଖି ପୋଏ ବୋଲନ୍ତି ରାମଙ୍କୁ ଥୋକାଏ। ଏ ଫଳ ଦିଶଇ ସୁସଞ୍ଚ ହସ୍ତ ନ ପାଏ ବଡ଼ ଉଚ୍ଚ। ତୁ ରାମ ଅତି ବଳିଆର ଫଳ ଥୋକାଏ ବୃକ୍ଷୁ ତୋଳ। ଶୁଣି ସାନନ୍ଦ ବନମାଳି ବତ୍ସା ନିକଟେ ଯାଇ ମିଳି। ବେନି ଚରଣ ଧରି କରେ ବୁଲାଇ ପିଟିଲେ ବୃକ୍ଷରେ। କରେ ଘୂରାନ୍ତେ ପ୍ରାଣ ଗଲା ଜୀବନ ଗୋବିନ୍ଦେ ପଶିଲା। ଦେବେ ଚକିତ ତାହା ଦେଖି ବ୍ରହ୍ମା ହୋଇଲେ ଅତି ସୁଖୀ। ଅସୁର ଦେହ ଲାଗି କରି ଫଳ ପଡ଼ିଲା ବୃକ୍ଷୁ ଝଡ଼ି। ବାଳକେ ଦେଖିଣ ଚକିତ ବୋଲନ୍ତି ଧନ୍ୟ ନନ୍ଦ ସୁତ। ଆନନ୍ଦେ ଦେବତାଏ ସ୍ତୁତି କୃଷ୍ଣଙ୍କୁ କଲେ ପୁଷ୍ପ ବୃଷ୍ଟି। ଏମନ୍ତେ ରାମ ବନମାଳି ବତ୍ସା ରଖନ୍ତେ ବନେ କେଳି। ସକାଳେ ଦଧି ଗୁଡ଼ ଅନ୍ନ ଭୁଞ୍ଜନ୍ତି ରାମ ଭଗବାନ। ନିତେ ଯମୁନା ତୀରେ ଯାଇ ବତ୍ସା ରଖନ୍ତି ବେନି ଭାଇ। ଗୋପାଳ ପୁଅ ଘେନି ସଙ୍ଗେ ବନେ ବିହରି ନାନା ରଙ୍ଗେ। ବାଳକେ ଯେଝା ବତ୍ସା ଘେନି ଚରାନ୍ତି କରି ବେଣୁ ଧ୍ୱନି। ଦିନେ ନିଦାଘେ ଖରା ବେଳେ ମିଳିଲେ ଯାଇ ନଦୀ କୂଳେ। ବତ୍ସାଙ୍କୁ ପିଆଇ ବହନ ସକଳେ କଲେ ଜଳପାନ। କଂସର ମିତ୍ର ବକାସୁର ସଧୀରେ ବିହରଇ ନୀର। କୃଷ୍ଣଙ୍କୁ ଦେଖି କାମରୂପୀ କ୍ଷଣ କ୍ଷଣକେ ତନୁ ବ୍ୟାପୀ। ନିଜ ସ୍ୱଭାବେ ମାହାକାଏ ଦେଖି ଡରିଲେ ଗୋପ ପୋଏ। ଏ ବନେ ଏଡ଼େ ବକ ଥାଇ କହନ୍ତି ରାମଙ୍କୁ ଦେଖାଇ। ଗୋପାଳ ପୋଏ ପରଶଂସି ପର୍ବତ ଖଣ୍ଡ ପ୍ରାୟେ ଦିଶି। ତ୍ରାସେ ଉଠିଲେ ବେଗେ ତୀର ଦେଖି ଧାଇଁଲା ବକାସୁର। ଘୋର ଶବଦ ବେଗେ କଲା ତକ୍ଷଣେ କୃଷ୍ଣଙ୍କୁ ଗିଳିଲା। କୃଷ୍ଣ ନ ଦେଖି ଗୋପ ବାଳେ ଢଳି ପଡ଼ିଲେ ମହି ତଳେ। ଉଠିଣ କରନ୍ତି ରୋଦନ ଚକିତେ ଚାହିଁ ଛନ ଛନ। ବକାର ତାଳୁ ମୂଳେ ରହି ତାହା ଜାଣିଲେ ଭାବଗ୍ରାହୀ। ଦାସ ବତ୍ସଳ ନର ହରି ବେଗେ ଅନଳ ରୂପ ଧରି। ପ୍ରଳୟ ଅଗ୍ନି ଜିଣି ତେଜ ତାକୁ ଦହିଲେ ଦେବରାଜ। ତକ୍ଷଣେ ଘୋର ନାଦ କରି କୃଷ୍ଣଙ୍କୁ ପକାଇ ଉଦାରି। ଧୀରେ ଚାହିଁଲା ବକାସୁର ସୁନ୍ଦର ଦିଶିଲା ଶରୀର। ଦେଖି ଶ୍ରୀକୃଷ୍ଣ କଳେବର ପୁଣି ଧାଇଁଲା ରୋଷ ଭର। କୃଷ୍ଣର ଦେହେ କ୍ଷତ ନାହିଁ ଅସୁର ମନେ ବିଚାରଇ। ପୁଣି ବିଚାରୁ ଅଛି ମନେ ଏହାକୁ ମାରିବି କେଶନେ। ଏହାର ସୁକୁମାର ପିଣ୍ଡ ଖଣ୍ଡେ କରିବି ଖଣ୍ଡ ଖଣ୍ଡ। ବିସ୍ତାରି ବେନି ପାଟ ତୋଳି ବେଗେ ଧାଇଁଲା ବନମାଳି। ଶୂନ୍ୟେ ଦେଖନ୍ତି ଦେବଗଣ ଆଗ ହୋଇଲେ ନାରାୟଣ। କରେ ଧଇଲେ ବେନି ପାଟି ଅସୁର ନ ପାରିଲା ଉଠି। ବାଳକ ମେଳେଣ ଶ୍ରୀହରି ଚିରିଲେ ବେନି ଫାଳ କରି। ଦେଖି ସାନନ୍ଦେ ବୃନ୍ଦାରକେ କୁସୁମ ବରଷିଲେ ଥୋକେ। ଦୁନ୍ଦୁଭି ବାଦ୍ୟ ନାଦ କରି ରଙ୍ଗେ ନାଚନ୍ତି ଅପସରି। ବାଳକେ ଦେଖିଣ ଚକିତ ମାୟା ମୋହିଲେ ଗୋପୀନାଥ। ତକ୍ଷଣେ ଆଲିଙ୍ଗନ କରି ଗୋଠକୁ ଆଣିଲେ ବାଛୁରୀ। ପୋଏ କହିଲେ ଯେଝା ଘରେ ପୁଣି ମିଳିଲେ ନନ୍ଦ ଦ୍ୱାରେ। ବକର ତୁଣ୍ଡୁ ଉବୁରିଲା ଭାଗ୍ୟ ଗୋ ଯଶୋଦାର ଥିଲା। ଶୁଣି ଚକିତ ଗୋପ ଗୋପୀ କୃଷ୍ଣଙ୍କୁ ଚାହାନ୍ତି ନିରୋପୀ। ବୋଲନ୍ତି ଧର୍ମ ତିନି ଲୋକେ ସତ୍ୟ ବ୍ୟବହାର ଜନ ମୁଖେ।
ନିର୍ଦ୍ଦୋଷ ପ୍ରାଣୀ ହିଂସା କରି ଆପଣେ ଯାଉଛନ୍ତି ମରି। ଏ ପୋଏ ବାଳକ ସ୍ୱଭାବେ ଏହାଙ୍କୁ ହିଂସନ୍ତି ଦାନବେ। ତେଣୁ ହୁଅନ୍ତି ମୃତ୍ୟୁ ସଙ୍ଗ ଅନଳେ ଯେସନେ ପତଙ୍ଗ। ପଣ୍ଡିତ ଜନଙ୍କର କଥା କେବେ ହେ ନୁହଁଇ ଅନ୍ୟଥା। ଯାହା କହିଲେ ଗାର୍ଗ୍ୟ ଋଷି ରାମକୃଷ୍ଣଙ୍କୁ ପରଶଂସି। ସେ କଥା ହୋଇଲା ପ୍ରମାଣ ଏହାଙ୍କୁ ରଖୁ ନାରାୟଣ। ଆପଦ ଦେଖି ନନ୍ଦରାଏ ଶାନ୍ତି କରାଇଲେ ଥୋକାଏ। ଗୋପେ ଗୋବିନ୍ଦ ଅଙ୍ଗ ସଙ୍ଗେ ତରିଲେ ଭବ ଜଳୁ ରଙ୍ଗେ। ସେ ହରି ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାं ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମो ନାମ ଦ୍ୱାदशोऽध्यायः। ଓಂ ନମୋ ଭଗବତେ ବାସୁଦେବାୟ।